ସ୍ଥାନରେ ସେ ତ ପାଉଲ କରନ୍ତୀୟ ମଣ୍ଡଳୀର ଲୋକମାନଙ୍କୁ ପୁନରୁତ୍ଥାନ ବିଷୟରେ କହୁଛନ୍ ଆଉ ମଣ୍ଡଳୀର ବିଶ୍ୱାସୀ ମାନେ ପୁନରୁତ୍ଥାନ ବିଷୟକୁ ସେମାନେ ବିଶ୍ୱାସର ସହିତ ସେଟା ଗ୍ରହଣ ନାଇଁ କରବାର୍ ଆଉ ସେ ସ୍ଥାନର ସେ ପୁନରୁତ୍ଥାନ ବିଷୟ କି ସେମାନଙ୍କୁ ଜଣାଉଛନ୍। ଆଉ ପ୍ରଥମ ପଦରେ ଲେଖାଯାଏ ଯେ ଭାଇମାନେ ମୁଁ ଏହା କହୁଅଛି ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ କିନ୍ତୁ କ୍ଷୟ ଅକ୍ଷୟତାକୁ ଅଧିକାର କରି ନାହିଁ। ଦେଖ ମୁଁ ତୁମମାନଙ୍କୁ ଗୋଟିଏ ନିବିଡ଼ କଥା କହୁଅଛି ଆମ୍ଭେମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ। ଏ ସ୍ଥାନରେ କୁହାଯାଉଛି ଯେ ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ ବୋଲି ଲେଖାଯାଇଛି। ଆମେ ସମସ୍ତେ ନିଶ୍ଚିତ ଭାବେ ଜାଣୁ ଯେ ଯୀଶୁଖ୍ରୀଷ୍ଟ ଜହନ 11:25 ପଦରେ କହିଛନ୍ତି ଯେ ମୁଁ ହଉଛି ପୁନରୁତ୍ଥାନ ଏବଂ ମୋ ଠାରେ ଥାଇ ମୋର ତଥାପି ସେ ବଞ୍ଚିବ ବୋଲି ସେ କହିଛନ୍। ଆଉ ପ୍ରଥମ ଆଦମ ଦ୍ୱାରା ମୃତ୍ୟୁ ହେଲା ଏବଂ ଶେଷ ଆଦମଙ୍କ ଦ୍ୱାରା ଆମେ ପୁନରୁତ୍ଥିତ ହେବା ଆମେ ଜୀବନ ପ୍ରାପ୍ତ ହେବା। ତ ଆମେ ସ୍ଥାନରେ ଦେଖିଛୁ ଯେ ପରମେଶ୍ୱର ଆଦମକୁ ସେ ନିର୍ମାଣ ଯେତେବେଳେ ତାକୁ ଧୂଳିରୁ ନିର୍ମାଣ କଲେ ସେ ଗୋଟେ ଜାଗତିକ ଶରୀର ନେଇକି ଥିଲେ ଏବଂ ଆମେ ଦେଖୁ ଯେ ସେ ଜାଗତିକ ଶରୀର ଆଜି ଆମେ ଯୋଉ ଜାଗତିକ ଶରୀରରେ ଅଛୁ ଏଇ ଶରୀର ଏଇଟା ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରିବ ନାହିଁ ବୋଲି କୁହାଯାଇଛି। ଆଉ ଆମେ ଏହା ଜାଣୁଅଛୁ ଏବଂ ପ୍ରଥମ ଆଦମକୁ ଯୋଉ ନିର୍ମାଣ କରାଗଲା ସେ ଶରୀର ଦେଇକି ସେ ସ୍ୱର୍ଗକୁ ଯାଇପାରିବ ନାହିଁ। ତେଣୁ ଆମେ ନିଶ୍ଚିତ ଭାବରେ ଏହା ବୁଝୁଛୁ ଯେ ଆମର ଏ ପାର୍ଥିବ ଶରୀର ଦ୍ୱାରା ଆମେ ସ୍ୱର୍ଗର ବିଷୟକୁ ଆମେ ଯେତେ ଅଧିକ ପରିମାଣରେ ଆମେ ଜାଣମା କିମ୍ବା ଚିନ୍ତା କର୍ମା କି ବିଶ୍ୱାସ କର୍ମା ବୋଲେ ବି ସେଟା କମ୍ ପଡ଼ିଯିବା। ଆମର ପାର୍ଥିବ ଶରୀରକୁ ନେଇକି ଯେତେବେଳେ ଚିନ୍ତା କରୁଛୁ ସ୍ୱର୍ଗୀୟ ବିଷୟ ତଥାପି ସେଟା କମ୍ ପଡ଼ିଯାଉଛି। ଆଉ ଆମର ଏ ଶରୀର ଏହା ଅଧିକାର କରିପାରିବ ନାହିଁ ଏବଂ ଯେତେବେଳେ ଆମେ କଣ ହବ ଯେ ଯୀଶୁଖ୍ରୀଷ୍ଟ ଯେତେବେଳେ ସେ ଆଗମନ କରିବେ ସେ ସମୟରେ କଣ ହବ ଯେ ଆମେ ସମସ୍ତେ ଯେତେ ଜଣ ଖ୍ରୀଷ୍ଟଙ୍କ ସହିତ ଥାଇ ମରିଥିବା ଆମେ ସମସ୍ତେ କାଣା ହେବା ପୁନରୁତ୍ଥିତ ହେବା ଏବଂ ଆମର ଏ ପାର୍ଥିବ ଶରୀର ଏ ଜାଗତିକ ଶରୀର କଣ ହବ ରୂପାନ୍ତରିତ ହେବ। ଗୌରବମୟ ଶରୀର ଯେତେବେଳେ ଆମେ ଧାରଣ କରିବା ସେ ସମୟରେ ଖ୍ରୀଷ୍ଟ ଯେତେବେଳେ ଆସିବେ ଆଉ ଏ ଗୌରବମୟ ଶରୀର ସହିତ ହେଇକି ଆମେ ତାଙ୍କ ସହିତ ଆମକୁ ନେବେ ଏବଂ ସେ ଜାଗତିକ ଶରୀର ଏହା ସ୍ୱର୍ଗକୁ ନୀତ ହେଇପାରିବ ନା। ବିଷୟଟା ଏ ସ୍ଥାନରେ ଲେଖାଯାଇଛି ଏବଂ ଆମେ ଯେତେବେଳେ ଦେଖୁଛୁ ଯେ ଏ ସ୍ଥାନରେ ଲେଖାଯାଇଛି ଯେ ଦେଖ ମୁଁ ତୁମମାନଙ୍କୁ ଗୋଟିଏ ନିବିଡ଼ କଥା କହୁଛି ଆମେମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ ଏବଂ ଏ ସ୍ଥାନରେ ମହାନିଦ୍ରା ପ୍ରାପ୍ତ ବିଷୟକୁ କୁହାଯାଇଛି ଯେ ମୃତ୍ୟୁ ବୋଲିକି ଆମେ ଯେତେବେଳେ ଦୈନିକ ଆହାର ଅଧ୍ୟୟନ କରୁଛୁ ସେ ସ୍ଥାନରେ ଲେଖାଯାଇଛି ଯେ ମୃତ୍ୟୁ ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଏକ ନିରାଶ ସତ୍ୟ ବିଷୟ ବୋଲି ଲେଖାଯାଇଛି। ଜଣେ ଜାଗତିକ ମନୁଷ୍ୟ ପ୍ରାଣ ତ୍ୟାଗ କଲା ପରେ ସେ ଆଶାହୀନ ହୋଇକି ସଂସାରକୁ ପରିତ୍ୟାଗ କରିଥାଏ କିନ୍ତୁ ଧନ୍ୟ ସେହି ବ୍ୟକ୍ତି ଯିଏ ପବିତ୍ର ବାଇବେଲ ପ୍ରତ୍ୟେକ ବାକ୍ୟକୁ ବିଶ୍ୱାସ ସହିତ ପାଳନ କରେ ଏବଂ ସଂସାରିତ ସମସ୍ତ ଆତ୍ମିକତା ନିମନ୍ତେ ଲାଳିତ ହୋଇଥାଏ। এই ସଂସାରର ଏହି କ୍ଷୟ ଶରୀରକୁ ତ୍ୟାଗ କରି ନିଦ୍ରାଗତ ହୁଏ। ଆମେ ଜାଣୁ ଯେ ଏ ସ୍ଥାନରେ ସେ ପ୍ରଭୁ ଯୀଶୁ ମୃତ୍ୟୁର ଶବ୍ଦକୁ ନିଦ୍ରା ରୂପେ ବ୍ୟବହାର କରିଛନ୍ତି ଏବଂ ସେ ଲାଜର ମଧ୍ୟ ଯେତେବେଳେ ସେ ମୃତ୍ୟୁବରଣ କରିଥିଲେ ସେ ସ୍ଥାନରେ ସେ ବିଷୟଟା ବି ଆମେ ଜାଣୁ ଯେ ସେ ମୃତ୍ୟୁ ହେବାର ସେ ତାଙ୍କ ଶରୀର କବର ମଧ୍ୟରେ ଥିଲା ଏବଂ ସେ ତାହା ଦୁର୍ଗନ୍ଧ ହଉଥିଲା ଏବଂ ସେ ସ୍ଥାନରେ କୁହାଯାଇଥିଲା ମହାନିଦ୍ରା ନିଦ୍ରା ବୋଲି ସେ ସ୍ଥାନରେ ସେଟା କୁହାଯାଇଛି। ତ ଏ ସ୍ଥାନରେ ପାଉଲ ଏଇଟା କହୁଛ ଯେ ମୁଁ ତୁମମାନଙ୍କୁ ଗୋଟେ ନିବିଡ଼ କଥା କହୁଛି ଯେ ଆମ୍ଭେମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ ବୋଲି କୁହାଯାଉଛି। ଏ ସ୍ଥାନରେ କୁହାଯାଉଛି
ଖ୍ରୀଷ୍ଟ ଯେତେବେଳେ ସେ ଗୋଟେ ସେ ତୁରୀ ଶେଷ ତୁରୀ ଧ୍ୱନି ବାଜିବ ଏବଂ ସେ ସମୟରେ ସେ ଯେତେବେଳେ ଆମେ ପୁନରୁତ୍ଥିତ ହେବା ସେ ସମୟରେ କଣ ହବ ଆମର ଏ ଜାଗତିକ ଶରୀର ସମାପ୍ତ ହେଇକି ଆମେ ଗୋଟେ ଗୌରବମୟ ଶରୀରକୁ ଧାରଣ କରି ଆମେ ତାଙ୍କ ସହିତ ପୁନରୁତ୍ଥିତ ହେବା। ଖ୍ରୀଷ୍ଟ ଯେପରି ପୁନରୁତ୍ଥିତ ହେଇଥିଲେ ସେ ଆମକୁ ମଧ୍ୟ ସେପରି ପୁନରୁତ୍ଥିତ କରିବେ। 52 ପଦରେ ଲେଖା ହେଇଛି କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଳକରେ ଶେଷ ତୁରୀ ଧ୍ୱନିରେ ଆମେମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରୀ ବାଜିବ ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ ପୁଣି ଆମେମାନେ ପରିବର୍ତ୍ତିତ ହେବା। ଏ ବିଷୟଟା ସ୍ଥାନରେ କୁହାଯାଇଛି ଯେ କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଳକରେ ବୋଲି କୁହାଯାଇଛି। ଚକ୍ଷୁର ପଳକ ଏକ ମୁହୂର୍ତ୍ତ ମାନେ ଯେ ଆଉ ଗୋଟେ ଯେତେବେଳେ ଏକ୍ସାମ୍ପଲର ସହିତ ମଧ୍ୟ କହିମା ଚକ୍ଷୁର ପଳକ କହିଲେ ଏ ସ୍ଥାନରେ କାରଣ ହବା ଯେତେବେଳେ ଆମେ କ୍ଳାନ୍ତ ହେଇଯାଇଥିବୁ ଏବଂ ଆମେ ଯେତେବେଳେ ରାତ୍ରିରେ ମାନେ ବିଶ୍ରାମ ଜଣେ ବ୍ୟକ୍ତି ନେଇଥାଏ ସେ ସମୟରେ କାରଣ ହେଲା ସେ ଯେତେବେଳେ ବିଶ୍ରାମ ନେସି ସେ ବେଡରେ ପଡୁସାର ସେ ଯେତେବେଳେ ଶୁଇ ପଡୁଛି ଆଉ ସକାଳ ପରେ ଯେତେବେଳେ ଗୋଟେ ନିଦ୍ରାରେ ଉଠୁଛି ମାନେ ରାତିରେ ସେ ଆଉ କୌଣସି ପ୍ରକାର ନେଇ ଜାଗ୍ରତ ହେଇକିରି ସେ ଗୋଟେ ନିଦରେ ଯେତେବେଳେ ଶୁଇଛି ଆଉ ଗୋଟେ ନିଦରେ ସେ ଯେତେବେଳେ ସକାଳ ପରେ ଉଠୁଛି ସେ ସ୍ଥାନରେ କାରଣ ବିଷୟରେ କୁହାଯାଇଛି ଚକ୍ଷୁର ପଳକ ବୋଲି ମାନେ ମଝିରେ ଆଉ କୌଣସି ବ୍ରେକ୍ ନାଇଁ ଥାଏ ଗୋଟେ ନିଦ୍ରାରେ ଜଣେ ଶୋଇଲା ମାନେ ସକାଳ ପରେ ଉଠିବା ସେଟା ହଉଛି ଚକ୍ଷୁର ପଳକ। ଆଉ କିମ୍ବା କୌଣସି ବ୍ୟକ୍ତିକି ମଧ୍ୟ ଯେତେବେଳେ କୌଣସି ଅପରେସନ କରାଯାଇଛି କିମ୍ବା ତାହାକୁ ଯେତେବେଳେ ଅପରେସନ କରାଯାଇଛି କାରଣ ସେଟା ଗୋଟେ ନିଶା ଇଞ୍ଜେକ୍ସନ ଦିଆଯାଇଛି ଆଉ ସେତେବେଳେ ସେ ହୋସରେ ନେଇଥାଏ ତାର ହୋସ ଉଡି ଯାଉଛି ଆଉ ଯେତେବେଳେ ତାର ହୋସ ଫିରୁଛି ତ ସେ ଯେନ୍ ହୋସ ଉଡିଯିବା ଠାରୁ ଆରମ୍ଭ କରି ତାର ହୋସ ଆସିବା ପର୍ଯ୍ୟନ୍ତ ଗୋଟେ ବି ଚକ୍ଷୁର ପଳକ ବୋଲି ଆମେ କହିପାରବା। ତ ଠିକ ସେହିପରି ଆମେମାନେ ମଧ୍ୟ ଖ୍ରୀଷ୍ଟ ଯେତେବେଳେ ସେ ଶେଷ ତୁରୀ ଧ୍ୱନି ବାଜିବ ଆମେମାନେ ମଧ୍ୟ ଠିକ ସେହିପରି ସମୟରେ କଣ ହେବା ଆମେମାନେ ଆମର ଏ ଶରୀରଟା ପରିବର୍ତ୍ତିତ ହେବ ବୋଲି କୁହାଯାଇଛି। ଆମର ଏ ଶରୀର କ୍ଷୟ ହେଇଯିବ ଏବଂ ଗୌରବମୟ ଶରୀର ଧାରଣ କରିବା ଏବଂ ସେ ଗୌରବମୟ ଶରୀର ଧାରଣ କରି ସେ ଶରୀର ସହିତ ଆମେ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥିତ ହେବା ଏବଂ ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ଥିବେ ସେମାନେ କାଣା ହେବେ ସେମାନେ ପୁନରୁତ୍ଥିତ ହେବେ। ଏ ବିଷୟଟା ଆମେ ସ୍ଥାନରେ ଦେଖବାକେ ପାଉଅଛୁ ଏବଂ ତେପନ ପଦରେ ଯଦି ଅଧ୍ୟୟନ କରିବା କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ ବୋଲି ସ୍ଥାନରେ କୁହାଯାଇଛି। ଶରୀରକୁ କ୍ଷୟ ଆମର ଏ ଶରୀରଟା କ୍ଷୟ ପାଇଯିବ ଏବଂ କାଣା ହେବା ଯେ ଆମେ ଗୋଟେ ଏ ମର୍ତ୍ତ୍ୟର ଶରୀର ଆମର କ୍ଷୟ ପାଇବ ଏବଂ ଆମେ ଗୋଟେ ଅମରତା ପୂର୍ବ ବସ୍ତ୍ର ପରିଧାନ କରିବାକୁ ହେବ। ଅମରତା ରୂପ ବସ୍ତ୍ର ପରିଧାନ କଲେ ସେଟା ହଉଛି ଆମେ ଖ୍ରୀଷ୍ଟଙ୍କୁ ଆମେ ପରିଧାନ କରିବାର ବିଷୟଟା। ଖ୍ରୀଷ୍ଟ ଯେପରି ବିଜୟ ଅଟନ୍ତି ଆମେ ମଧ୍ୟ ଠିକ ସେହିପରି ବିଜୟୀ ହେବା ଏବଂ ସେ ଖ୍ରୀଷ୍ଟ ରୂପକ ଅମରତା ରୂପ ବସ୍ତ୍ର ଆମକୁ ପରିଧାନ କରିବାକୁ ପଡିବ ଏବଂ ସେ ଯୋଉ ବସ୍ତ୍ର ଆମେ ପରିଧାନ କରିବା ଏବଂ ସେ ଆମେ ସାଧାରଣତଃ ଆମେ ସେଗୁଡି ଯୋଉ ଗୌରବମୟ ଶରୀର ଧାରଣ କରିବା ଏବଂ ଖ୍ରୀଷ୍ଟଙ୍କ ସହିତ ଆମେ ଉପରକୁ ନୀତ ହେବା ସେ ସମୟରେ କାଣା ହେବା ଆମେ ଯେତେବେଳେ ନୀତ ହେବା ତାଙ୍କ ସହିତ ସେ ସ୍ଥାନକୁ ସେ ସ୍ଥାନରେ ଆଉ କିଛି ମାନେ ଆମର ସେ ଜାଗାରେ ଆମର ଏ ପାର୍ଥିବ ଶରୀର କଣ ହଉଛି ହିଂସା ଅଛି ଅହଙ୍କାର ଅଛି କ୍ରୋଧ ଅଛି ପାପ ଅଛି ଅନ୍ୟମାନଙ୍କ ପ୍ରତି ଈର୍ଷା ଅଛି ଏଇଟା ହଉଛି ପାପମୟ ଶରୀର। ତ ଏ ଶରୀର ଯେତେବେଳେ ଆମେ ନଷ୍ଟ ହେଇକି ଆମେ ଗୌରବମୟ ଶରୀର ଧାରଣ କରିବା ସେ ସମୟରେ କଣ ହବ ଈଶ୍ୱର ଯେପରି ପବିତ୍ର ଯୀଶୁଖ୍ରୀଷ୍ଟ ଯେପରି ପବିତ୍ର ଅଛନ୍ତି ଆମେ ମଧ୍ୟ ସେହିପରି ସେ ସ୍ଥାନରେ ମାନେ ଆମର ପବିତ୍ର ଆମେ ଦେଖାଯିବା ଆଉ କୌଣସି ପ୍ରକାର ଆମର ମଧ୍ୟରେ କଳଙ୍କ ନଥିବ ଆମେ ତାଙ୍କର ସହିତ ରହିବା ଏବଂ ତାଙ୍କ ସହିତ ରହିଥିବା ଏବଂ ସେ ସ୍ଥାନରେ କଣ ହବ ଯେ ଆମକୁ ଆଉ କୌଣସି ପ୍ରକାରର ମାନେ ସତର୍କ ହେବାକୁ ପଡିବ ନାହିଁ କୌଣସି ପ୍ରକାର ଆଉ ଅଧିକ ଯତ୍ନବାନ ହେବାକୁ ପଡିବ ନାହିଁ। ତ ପାଉଲ ଯେପରି ସ୍ଥାନରେ କହୁଛନ୍ତି ତୁମେ ଅଧିକରୁ ଅଧିକ ଯତ୍ନବାନ ହୁଅ ବୋଲିକରି କହୁଛନ୍ କିନ୍ତୁ ସେ ସ୍ଥାନରେ ଆମକୁ ଆଉ ଯତ୍ନବାନ ହେବାକୁ ନାଇଁ ପଡିବ। ଯତ୍ନବାନଟା କେତେବେଳେ ଆମକୁ ହେବାକୁ ପଡିବ ଆମକୁ ଏ ସ୍ଥାନରେ ଯତ୍ନବାନ ହେବାକୁ ପଡିବ। ଆମେ ଯେପର୍ଯ୍ୟନ୍ତ ଏ ମର୍ତ୍ତ୍ୟରେ ଅଛୁ ସେତେଦିନ ପର୍ଯ୍ୟନ୍ତ ଆମକୁ ଯତ୍ନବାନ ହେବାକୁ ପଡିବ ଆଉ ସେ ସମୟ ଆସିଲେ ଆମକୁ ଯତ୍ନବାନର କୌଣସି ପ୍ରଶ୍ନ ନାଇଁ ଥାଏ କାରଣ ସେ ସ୍ଥାନରେ ଆମେ ଆଉ କୌଣସି ପ୍ରକାର ପ୍ରାର୍ଥନାର ଆବଶ୍ୟକତା ନାଇଁ ଥାଏ କୌଣସି ପ୍ରକାରର
प्रार्थनार आवश्यकता नहीं था कौन प्रकार बाइबल पढ़वार आर दरकार नहीं था न वाक्य भी अध्ययन करवार आर कौन आर दरकार से स्थान नहीं पड़े ना केवल आम जे पर्यंत ए स्थान में अच्छू केवल ए स्थान थिबा पर्यंत मर्त्य आमको जिते दिन आम रहा से कौन है आमको जागृत रहा पड़ा आमको सचेतन रहा पड़ा अधिक रू अधिक प्रभु सेवा कार्य आमको निविष्ट हवा पड़ा एवं से समय आसिले आमको से समस्त विषय पढ़ा पड़ो ना 55 पदर लिखा जाए जय मृत्यु को ग्रास कर रे मृत्यु काहे तोर जय रे मृत्यु काहे तोर नाउड़ मृत्युर नाउड़ पाप आ पापर बड़ व्यवस्था हिसाब आम देखुचे जय मृत्यु को ग्रास कर आम जानू समस्ते जे प्रभु यीशु ख्रीष्ट से क्रूसरे क्रूसार्पित हेले एवं तृतीय दिवस से मृत्यु को जय कले तेणु आम जिते जन ख्रीष्ट सहित अच्छु आम समस्ते विजयी हवा कारण सी होती जीवनदाता एवं जीवन आमर आउ प्रभु जपरी मृत्यु को जय कले आम सहित जिते जन अच्छु आम समस्ते समस्त विषय कौन करवा आम जय करवा मृत्यु पराजय ना आम मृत्यु को पराजय कर मृत्यु को मृत्युर नाउड़ को आम भांगी दे पार रे मृत्यु कहीं तोर नाउड़ आम मृत्यु को परास्त कर कारण ख्रीष्ट द्वारा आम समस्त विषय पाई जगत एवं समस्त विषय हूँ आमर विश्व जहाँ सृष्टि कर समस्त विषय हूँ आमर एवं समस्त विषय आमको दि जाए तेणु ख्रीष्ट जपरी मृत्यु को जय कले आम से समय जिते दूरी बाज आम से समय से समस्त विषय को आम जय कर सहित आम अंश हो पार आम सहित आम राज्य में प्रवेश कर राज्य आम जन जन प्रजा हो पार तेणु स्थान लिखा जाए मृत्युर नाउड़ पाप आ पापर बड़ व्यवस्था लिखा जाए किंतु जो ईश्वर आम मान प्रभु यीशु ख्रीष्ट द्वारा आम मान जय प्रदान करती धन्यवाद देव किंतु जो ईश्वर आम मान प्रभु यीशु ख्रीष्ट द्वारा आम मान जय प्रदान करती प्रभु यीशु ख्रीष्ट द्वारा आम जय को प्रदान पाई धन्यवाद आम केमती जय पाई आमको व्यवस्था दिखाई व्यवस्था हूँ कौन कि आमको कौन कर पापर रक्षा करने आम गोटे व्यवस्था दिखाई मृत्यु आम नित्य आम पृथक कर मृत्यु आम जय करने निमंते आमको व्यवस्था दिखाई पापर पापर बड़ व्यवस्था आम जदि पाप के परास्त करवा से आमको व्यवस्था दिए आम बड़ हूँ क्या व्यवस्था एवं से व्यवस्था को आम जो पालन करवा व्यवस्था अनुसार आम जो जत्नवान रहा आम जीवन को आम सजामा ताल कौन हम आम पाप को कौन करवा पराजय कर पाप को परास्त कर मृत्यु को परास्त कर स्थान यह कहुए तेणु आम व्यवस्था हूँ आम कौन व्यवस्था हूँ आम दर्पण आ व्यवस्था को जिते पालन करवा जिते मानवा से आम कौन होगा आम ईश्वर दृष्टि से आम निमंते आम से आम योग्य विवेचित हो पार आम निमंते से अधिक निमंते आम लालायित हो पार आम व्यवस्था को जिते ध्यान करवा व्यवस्था को जिते पालन करवा आम निमंते से योग्य विवेचित हो पार से निमंते आमको गोटे व्यवस्था दिए जपरी आम समस्त ये पाप को आम पराजय कर जीशुख्रीष्ट जपरी से पराजय कहते देख मो जगत को जय कर आम सहित जो जन अच्छु आम ख्रीष्ट सहित आम कौन करवा आम से पाप को आम पराजय कर से आमको व्यवस्था दिए किंतु जो ईश्वर आम मान प्रभु जीशुख्रीष्ट द्वारा आम मान जय प्रदान कर धन्यवाद तेणु आम ईश्वर द्वारा आम जय पाइछू समस्त विषय आम जय पाइछू तेणु आम सदा सदा कौन कर प्रभु धन्यवाद करार ये महान ईश्वर अटंती पुनरुत्थित मृत्यु क्रूसरे क्रूसार्पित हेले पुणी तृतीय दिवस पुनरुत्थित हेले एवं आम ए विषयटा जानी अच्छे
ସେ ହେଉଛନ୍ତି ମହାନ ପରମେଶ୍ୱର ଜୀବନ୍ତ ଈଶ୍ୱର ଅଟନ୍ତି ଏବଂ ସେ ଆମକୁ ମଧ୍ୟ ସେ ସ୍ଥାନରେ କହୁଛନ୍ତି ଯେ ମୁଁ ଯେନ୍ତା ମୃତ୍ୟୁକୁ ଜୟ କରୁଛେ ତୁମେ ମଧ୍ୟ ଏ ସମସ୍ତ ବିଷୟକୁ ଜୟ କରିବ ମୋ ସହିତ ବୋଲି ସେ ଆମକୁ ସେ ଏନକରେଜ କରୁଅଛନ୍ତି ଏବଂ ସେ ଏନକରେଜ କରୁଅଛନ୍ତି ଏବଂ ଆମକୁ ଗୋଟେ ବ୍ୟବସ୍ଥା ଦେଇଛନ୍ତି ତାକୁ ଆମକୁ ପାଳନ କରିବା ପାଇଁ ଯଦ୍ୱାରା କି ଆମେ ସମସ୍ତ ବିଷୟକୁ ପରାଜୟ କରିପାରିବା ବୋଲି କୁହାଯାଇଅଛି। 58 ପଦରେ ଲେଖାଯାଏ ଅତଏବ ହେ ମୋର ପ୍ରିୟ ଭାଇମାନେ ପ୍ରଭୁଙ୍କ ସେବାରେ ତୁମମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହବ ବୋଲି ଲେଖାଯାଇଅଛି 58 ପଦରେ। ତ ଏ ସ୍ଥାନରେ ପ୍ରେରିତ ପାଉଲ ଏଇଟା ମଣ୍ଡଳୀୟ ବିଶ୍ୱାସୀ ମାନଙ୍କୁ କହୁଛନ୍ତି ଯେ ପ୍ରଭୁଙ୍କ ସେବା କାର୍ଯ୍ୟ ତୁମେମାନେ ଯେତିକି ମଧ୍ୟ ପରିଶ୍ରମ କରୁଅଛ ସେଟା କମ୍ ପରିଶ୍ରମ ବୋଲି ଭାବ କମ୍ ପରିଶ୍ରମ ବୋଲି ଭାବ ଏବଂ ଅଧିକରୁ ଅଧିକତର ତମେ ପରିଶ୍ରମ କର ବୋଲି ସେ କହୁଅଛନ୍ତି ଏବଂ ପ୍ରେରିତ ପାଉଲ ସେ ମଧ୍ୟ ନିଜ ପ୍ରଭୁଙ୍କ ସେବା କାର୍ଯ୍ୟରେ ସେ ଅଧିକ ପରିଶ୍ରମ କରୁଥିଲେ ଏବଂ ସେ ଯେତେ ଅଧିକ ପରିଶ୍ରମ କରୁଥିଲେ ମଧ୍ୟ ତାହା ସେ କମ୍ ବୋଲି ସେ ବିବେଚନା କରୁଥିଲେ। ତେଣୁ ଏବଂ ପ୍ରେରିତ ପାଉଲ ମଧ୍ୟ କହନ୍ତି ଯେ ପ୍ରଭୁଙ୍କ ନିମନ୍ତେ ମୁଁ ପ୍ରତିଦିନ ମୃତ୍ୟୁବରଣ କରୁଛା ବୋଲି କୁହନ୍ତି ପ୍ରତିଦିନ ମୁଁ ତାଙ୍କ ଲାଗି ମୃତ୍ୟୁବରଣ କରୁଛା ବୋଲି କହୁଛନ୍ତି। ତ ସେ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ମୃତ୍ୟୁବରଣ କରିବା ଅର୍ଥ ଏ କହୁଛନ୍ତି ଯେ ପ୍ରଭୁଙ୍କ ସେବା କାର୍ଯ୍ୟରେ ସେ ସମର୍ପିତ କେତେ ଥିଲେ ଏବଂ ସେ ସେବା କାର୍ଯ୍ୟଟା କିପରି ଭାବରେ ହେବାର କଥା ସେ ବିଷୟଟାକୁ ସେ ପ୍ରତିଦିନ ମାନେ ମୃତ୍ୟୁବରଣ କରୁଛା ବୋଲି ସେ କହୁଛନ୍ତି। ସମସ୍ତ ବିଷୟ ନିଜକୁ ପୃଥକ କରୁଛନ୍ତି ପାପରୁ ନିଜକୁ ପୃଥକ କରୁଅଛନ୍ତି ତାଙ୍କର ସେବା କାର୍ଯ୍ୟରେ ତାଙ୍କର ଯେତିକି ଅବଦାନ ଅଛି ସମସ୍ତ ବିଷୟକୁ ସେ ମୃତ୍ୟୁ ବୋଲି କହୁଛନ୍ତି ତାଙ୍କର ଯାହା ଇଚ୍ଛା ତାଙ୍କର ମାନେ ଉତ୍ତମ ଭାବରେ ମାନେ ସେ ଜଗତରେ ଚଲବାର ବିଷୟକୁ ସେ ପରିତ୍ୟାଗ କରୁଛନ୍ତି ଆଉ ସେଟା ସେ ମୃତ୍ୟୁ ବୋଲି ସେଟା କୁହାଯାଉଛି ପ୍ରତିଦିନ ମୋ ନିଜକୁ ମୁଁ ମାନେ ମୃତ୍ୟୁ ବରଣ କରୁଛା ବୋଲି କହୁଛନ୍ତି। ଜଗତରେ ଐଶ୍ୱର୍ଯ୍ୟ ଜଗତର ସୌନ୍ଦର୍ଯ୍ୟତା ପ୍ରାଚୁର୍ଯ୍ୟତା ବିଳାସମୟ ଜୀବନଯାପନ ଏ ସମସ୍ତ ବିଷୟକେ ପ୍ରତିଦିନ ମାନେ ଡୋମିନେଟ୍ କରୁଥିଲେ ଏବଂ ସେଟାକୁ ସେ ମୃତ୍ୟୁ ମାନେ ବୋଲି କହୁଛନ୍ତି ଏବଂ ମଣ୍ଡଳୀର ସେ ବିଶ୍ୱାସୀ ମାନଙ୍କୁ ଏନକରେଜ କରୁଛନ୍ ଯେ ମୁଇଁ ଯେନ୍ତା ପ୍ରତିଦିନ ମୃତ୍ୟୁବରଣ କରୁଥିଲି କହୁଛେ ତୁମେ ମାନେ ମଧ୍ୟ ଠିକ ସେହିପରି କର ବୋଲି ସେ ସେମାନଙ୍କୁ ଏନକରେଜ କରୁଛନ୍ ଏବଂ ପ୍ରଭୁଙ୍କ ସେବା କାର୍ଯ୍ୟରେ ଆମେ ଯେ ଯାହା ମଧ୍ୟ ପରିଶ୍ରମ କରୁଛୁ ସେଟା କେବେ ବି ମଧ୍ୟ ନିଷ୍ଫଳ ନୁହେଁ ବୋଲି କହୁଛନ୍ତି। ହୁଏତ ସେମାନେ ଜାଗତିକ ଭାବରେ ସେ ବିଷୟଟା ଦେଖି ନେଇ ପାରୁଥାଏ କିନ୍ତୁ ପ୍ରେରିତ ପାଉଲ ସେ ସମସ୍ତ ବିଷୟ ଜାଣିଥିଲେ ଏବଂ ସେ ନିଶ୍ଚିତ ଭାବେ ସେ ଜାଣିଛନ୍ତି ବୋଲି ସେ ସମସ୍ତଙ୍କୁ ସେ ଉପଦେଶ ଏବଂ ସେ ପରାମର୍ଶ ଦଉଛନ୍ ଯେ ଈଶ୍ୱରଙ୍କ ସେବା କାର୍ଯ୍ୟରେ ତୁମେ ମାନେ ସଦାସର୍ବଦା ଯତ୍ନବାନ ରୁହ ସଦାସର୍ବଦା ତୁମେ ସେବା କାର୍ଯ୍ୟରେ ତୁମେ ଅଧିକରୁ ଅଧିକ ପରିଶ୍ରମ କର ବୋଲି କହୁଛନ୍ତି ଏବଂ ପ୍ରେରିତ ପାଉଲଙ୍କୁ ଆମେ ମଧ୍ୟ ସେ ଦେଖୁଛୁ ସେ ଲୋକମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ଲାଭ କରବାର ଲାଗି ସେ ଯେ ମାନେ ଯେ ଟାଇପର ଲୋକମାନଙ୍କ ସହିତ ସେଇ ଟାଇପର ଭାବରେ ଆଚରଣ ବ୍ୟବହାର କରି ସେମାନଙ୍କ ସହିତ ମିଶୁଥିଲେ ଯେନ୍ତା ପ୍ରଭୁଙ୍କ ଲାଗି ସେ ଲୋକମାନଙ୍କୁ ଲାଭ କରିପାରିବେ ଆତ୍ମା ମାନଙ୍କୁ ଯେନ୍ତା ଲାଭ କରିପାରିବେ ଈଶ୍ୱରଙ୍କ ନିକଟରେ ବୋଲି ସେ ସେଇ ପ୍ରକାର କାର୍ଯ୍ୟ କରୁଛି। ତେଣୁ ସେହିପରି ପରିଶ୍ରମ ସେଟା ଈଶ୍ୱରଙ୍କ ଠାରେ କେବେ ମଧ୍ୟ ନିଷ୍ଫଳ ନୁହେଁ। ଏ ବିଷୟରେ ତୁମେ ଜାଣିକରି ତୁମେ ପ୍ରଭୁର କାର୍ଯ୍ୟରେ ସୁସ୍ଥିର ରହ ତୁମେ ଭାଙ୍ଗି ନ ପଡ ବୋଲି ସେ କହୁଛ ଅଟଳ ରହି ସଦା ସର୍ବଦା ଅଧିକରୁ ଅଧିକ ଯେତେ ଅଧିକ ପାରୁଛ ସେତିକି ତୁମେ ପରିଶ୍ରମ କର ସେତିକି ନିଜକେ ଯତ୍ନବାନ କର ବୋଲି ବିଷୟରେ ଆସି କହୁଛ। ତେଣୁ ଆମେ ମଧ୍ୟ ଏ ସ୍ଥାନରେ 58 ପଦରୁ ଏହା ଶିକ୍ଷା ଲାଭ କରିବାକୁ ମାନେ ଆମେ ଶିକ୍ଷା ଲାଭ ପାଉଛୁ ଯେ ଆମେ ଈଶ୍ୱରଙ୍କ ନିମନ୍ତେ ଆମେ ମଧ୍ୟ ଠିକ ସେହିପରି ଅଧିକରୁ ଅଧିକ ପରିଶ୍ରମ କରିବା ଆବଶ୍ୟକତା ରହିଛି। ଯେହେତୁ ତାହା ନିମନ୍ତେ ଆମେ ଈଶ୍ୱରଙ୍କ ନିମନ୍ତେ ଆମେ ଅନେକ ଆତ୍ମା ଲାଭ କରିପାରିବା ଈଶ୍ୱରଙ୍କ ସେବା କାର୍ଯ୍ୟରେ ଆମେ ନିଶ୍ଚିତ ଭାବରେ ଯେତେବେଳେ ଆମେ ଆଗକୁ ବଢୁଛୁ ଆମ ନିମନ୍ତେ ଜଗତ ମଧ୍ୟରେ ଦୁଃଖ ନିନ୍ଦା ତାଡ଼ନା କ୍ଲେଶ ଅଛି କିନ୍ତୁ ସେ ସମସ୍ତ ବିଷୟକୁ ଆମକୁ ଅତିକ୍ରମ କରି ଆମକୁ କଣ କରିବାକୁ ପଡିବ ଆଗକୁ ଅଗ୍ରସର ହେବାକୁ ପଡିବ ଧୈର୍ଯ୍ୟହରା ହେବାକୁ ପଡିବ ନାହିଁ ତ ଦ୍ୱାରା କଣ ହବ ଆମର ଆଶୀର୍ବାଦଟା ନିଶ୍ଚୟ ଆମର ଆଶୀର୍ବାଦଟା ଆମେ ପ୍ରାପ୍ତ ହେଇପାରିବା ଆମ ପରିଶ୍ରମ କଦାପି ନିଷ୍ଫଳ
ତେଣୁ ଆମେ ଏ ସ୍ଥାନରେ ଏହା ଦେଖୁଛୁ ଯେ ଆଜିର ଏଇ ପୁନରୁତ୍ଥାନର ନିଗୁଡ ବିଷୟ ଯେ ପ୍ରେରିତ ପାଉଲ କହୁଛନ୍ତି ଯେ ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ କାରଣ ଆମର ଯେନ୍ ଆଜିର ଜାଗତିକ ଶରୀର ଦିନେ ମାନେ ରୂପାନ୍ତରିତ ହେଇଯିବା ଏବଂ ଆମେ ଗୋଟେ ଗୌରବମୟ ଶରୀର ଧାରଣ କର୍ମା ଏବଂ ଈଶ୍ୱର ଆମେ ଯୀଶୁ ଯେତେବେଳେ ଆସି ପ୍ରଭୁଙ୍କର ଆଗମନ ଯେତେବେଳେ ହେବ ସେ ସମୟରେ ଆମେ ଆମକୁ ନେବି ଆଉ ଆମେ ସଦା ସର୍ବଦା କ'ଣ ହେବା ଯତ୍ନବାନ ରହିବାର ଆବଶ୍ୟକତା ଅଛି ପ୍ରଭୁ ଯେପରି ପୁନରୁତ୍ଥିତ ସେ ଆମକୁ ମଧ୍ୟ ସେହିପରି କରିବେ ଏବଂ ଆମେ ତାଙ୍କ ଦ୍ୱାରା ସମସ୍ତ ବିଷୟ ପାଇଅଛୁ ଆଉ ସେ ସମସ୍ତ ବିଷୟ ଆମର ଆଉ ଆମକୁ ସେ ଆମକୁ ବ୍ୟବସ୍ଥା ମଧ୍ୟ ଦେଇଛନ୍ ଯେ ବ୍ୟବସ୍ଥା ଦ୍ୱାରା କି ଆମେ ପାପକେ ପରାଜୟ କରିପାରିବା ଆମର ଏଇ ଶରୀର କ୍ଷୟ ହେଇକରି ଯେ ଆମେ ଗୌରବମୟ ଶରୀର ଧାରଣ କରିବା ଏବଂ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ସେ ଜୟ ପ୍ରଦାନ କରନ୍ତି ସେ ଆମକୁ ସମସ୍ତ ବିଷୟରେ ଜୟ ଦେବେ ଆଉ 58 ପଦରେ ଆମେ ଦେଖିବା ଯେ ଆମେ ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟ କରୁଛୁ ଆମେ ଆମ କାର୍ଯ୍ୟରେ ସଦା ସର୍ବଦା ସୁସ୍ଥିର ରହିବାର ଅଛି ଆମକୁ ଧୈର୍ଯ୍ୟ ଧରିକି ରହିବାର ଅଛି ଯଦ୍ୱାରା କି ଆମେ ଶେଷ ସମୟରେ ଯେତେବେଳେ ଶେଷ ତୁରୀ ଧ୍ୱନି ବାଜିବ ସେ ସମୟରେ ଆମେ କ'ଣ ହେବା ପୁନରୁତ୍ଥିତ ହେଇପାରିବା କିନ୍ତୁ ଆମେ ଯଦି ଖ୍ରୀଷ୍ଟଙ୍କ ସହିତ ନଥିବା ଆମେ ତାଙ୍କର ବ୍ୟବସ୍ଥାକୁ ଯଦି ଆମେ ପାଳନ ନାଇଁ କରିଥିବା ବୋଲେ ଏ ସମସ୍ତ ବିଷୟ ଯଦି ଆମେ ଯାହା ଅଧ୍ୟୟନ କଲା ଏ ସମସ୍ତ ବିଷୟ ଯଦି ଆମେ ନାଇଁ କରିଥିବା ବୋଲେ ତାହେଲେ କ'ଣ ହେବା ଆମେ ସେ ବିଷୟକୁ ଆମେ ହରେଇଦେମା ଆମ ସେ ପରିତ୍ରାଣକୁ ଆମେ ହରେଇଦେମା ଆମେ ଯେଉଁ ଶେଷ ଯେନ୍ ଆମର ଯେନ୍ ବୀଜ ଆମର ଅନ୍ତିମ ବୀଜକୁ ଆମେ କ'ଣ ହେବା ଆମେ ହରେଇଦେମା ସେଥିରେ ଆମକୁ ସଦା ସର୍ବଦା ଯତ୍ନବାନ ରହିବାକୁ ପଡବା ଯତ୍ନଶୀଳ ରହିବାକୁ ପଡବା ଏବଂ ଆମେ କ'ଣ କରିବା ଈଶ୍ୱରଙ୍କ ନିମନ୍ତେ ଅନେକ ଲୋକଙ୍କୁ ଲାଭ କରବାର ଆବଶ୍ୟକତା ରହିଛି ତେଣୁ ଆଜିର ବାକ୍ୟ ଆମକୁ ଏଇଟା ଶିକ୍ଷା ଦଉଛି ଯେ ଆମେ କାଣା ହଉଛେ ଯେ ଆମର ଶେଷ ଅନ୍ତିମ ବୀଜ ପାଇଁ ଆମକୁ ସଦା ସର୍ବଦା ସଚେତନ ରହିବାକୁ ପଡବା ଅଧିକରୁ ଅଧିକ ଯତ୍ନବାନ ହେବାର ଲାଗି ପଡବା ବୋଲି ଆଜିର ବାକ୍ୟଟା ଆମକୁ ଶିକ୍ଷା ଦଉଛି ପ୍ରଭୁ ଆଶୀର୍ବାଦ କରନ୍ତୁ ତାଙ୍କର ଯେତେବେଳେ ଆଗମନ ହେବ ସେ ସମୟରେ ଆମେ ସମସ୍ତେ ଯେପରି ତାଙ୍କ ସହିତ ପୁନରୁତ୍ଥିତ ହେଇପାରିବା ସେହିପରି ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଦ୍ୱାରା ସଚେତନ ଏବଂ ଆଶୀର୍ବାଦ କରନ୍ତୁ ଆମେନ୍।